ବିଛଣାରେ ଶୋଇକି ଏହି କାମ କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ନାରୀ 5 ମିନିଟରେ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଆଜ୍ଞା ହଁ, ଆପଣ ସମସ୍ତଙ୍କର ଇଚ୍ଛା ଥିବ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବା ପାଇଁ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ସବୁଠାରୁ ସହଜ ଘରୋଇ ବଶୀକରଣ ବିଦ୍ୟା ନେଇ ଆସିଛି, ଯାହାକୁ ଆପଣ କରିଦେଲେ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ଅତି ସହଜରେ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କେବଳ ଆପଣଙ୍କୁ ବିଛଣାରେ ବସିକି ଏହି କାମ କରିବାର ଅଛି। ତାପରେ ଦେଖିବେ ଚମତ୍କାର। ଏହି ବଶୀକରଣ ଏତେ ଶକ୍ତିଶାଳୀ କି 5 ମିନିଟରେ ପ୍ରଭାବ ପକାଇଥାଏ। ଯେମିତି ଆପଣ ଏପଟେ ବିଛଣାରେ ବସିକି ଏହି କାମକୁ କରିବେ, ସେହି ସମୟଠାରୁ ସେ ଝିଅ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ପଡ଼ିଶା ଘର ଭାଉଜ ଆକର୍ଷିତ ହେବାକୁ ଲାଗିବ। ନିଜେ ଆପଣଙ୍କୁ ଫୋନ୍ କରିବ, ହାତ ଧରିକି ଘରକୁ ଡାକିବ। ଯାହା ଚାହିଁବେ ତାହା କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ବିଛଣାରେ ବସିକି ଅଳ୍ପ ଟିକେ ଲୁଣ ଆଉ ଗୋଟିଏ ଗ୍ଲାସ ପାଣିର ସାହାଯ୍ୟରେ କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ପଟେଇ ପାରିବେ, ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଆପଣ ଭାବୁଛନ୍ତି କି ଲୁଣ ଆଉ ପାଣିର ସାହାଯ୍ୟରେ ଆପଣ କିପରି ବଶୀକରଣ କରିପାରିବେ? ଆଜ୍ଞା ହଁ, ଇଏ ସତ। ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ସବୁଠାରୁ ସହଜ ଘରୋଇ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ନିଜ ପସନ୍ଦର ଝିଅ ବା ବିବାହିତା ନାରୀକୁ ପଟେଇ ପାରିବେ। ଏହି ବଶୀକରଣ ସାହାଯ୍ୟରେ ଆପଣ କେଉଁ ବି ପୁଅ ବା ପୁରୁଷକୁ ମଧ୍ୟ ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ଗୋଟିଏ ଗ୍ଲାସ ପାଣି ଆଉ ଅଳ୍ପ ଟିକେ ଲୁଣ ନିଜ ବିଛଣାରେ ବସିକି ଏହି କାମ କରିଦିଅନ୍ତୁ। ତାପରେ ଦେଖିବେ ଚମତ୍କାର। ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ। ପୁଣି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କୁ ଦେଖିବା ମାତ୍ରେ ନିଜେ ଆସି ଆପଣଙ୍କ ସହିତ କଥା ହେବ। ତେବେ ଏହି ବଶୀକରଣକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ଚାଲନ୍ତୁ ଜାଣିବା। କିନ୍ତୁ ବିଧିଟି ଜାଣିବା ପୂର୍ବରୁ ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ଆପଣଙ୍କର ବଶୀକରଣ 100ରୁ 100% କାମ କରିବ। ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ରତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯାହାକୁ ଚାହିଁବେ ତାକୁ ପଟେଇ ପାରିବେ। ତେବେ ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ରାତିରେ ଶୋଇବା ପୂର୍ବରୁ କରିବେ। ନିଜ ବିଛଣାରେ ଶୋଇକି ଏହି ବଶୀକରଣକୁ କରିବେ। ଭଲ ଭାବରେ ହାତ ଗୋଡ଼ ଧୋଇକି ଏହି ବଶୀକରଣ ଆରମ୍ଭ କରିବେ। ଏହି ଜିନିଷର ପ୍ରଥମେ ଆପଣ ଧ୍ୟାନ ରଖିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ ରାତିରେ ଶୋଇବା ପୂର୍ବରୁ କରିବେ। ଠିକ୍ ଅଛି। ପ୍ରଥମେ ଆପଣ କ'ଣ କରିବେ, ଅଳ୍ପ ଟିକେ ଲୁଣ ଆଣିବେ ଆଉ ଗୋଟିଏ ଗ୍ଲାସରେ ପାଣି ଆଣିବେ। ତାପରେ ନିଜ ବିଛଣା ଉପରେ ବସି ପଡ଼ିବେ। ତାପରେ ଆଖି ବନ୍ଦ କରିକି ପ୍ରଥମେ ଆପଣ ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ।
ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ପାଣି ଗ୍ଲାସକୁ ଏହିପରି ସାମ୍ନାରେ ରଖିବେ। ଆଉ ଯେଉଁ ଲୁଣ ଆଣିଛନ୍ତି ସେ ଲୁଣରୁ ଅଳ୍ପ ଟିକେ ଲୁଣ ଏହିପରି ଧରିବେ। ତାପରେ ଏହି ମନ୍ତ୍ରକୁ ଗୋଟିଏ ଥର ପଢ଼ିବେ। ଲବଣେ ଶକ୍ତି ଆକର୍ଷଣମ ଆମୁକଂ ତୀବ୍ର ବଶୀଭୂତଂ। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ନାରୀର ନାମ କହିବେ ଯାହାକୁ ଆପଣ ପଟେଇବାକୁ ଚାହୁଁଛନ୍ତି। ତାପରେ ଲୁଣକୁ ପାଣି ଗ୍ଲାସରେ ପକାଇଦେବେ। ଏହିପରି ଆପଣ 3 ଥର ଲୁଣ ଧରିବେ, 3 ଥର ମନ୍ତ୍ର ପଢ଼ିବେ। ମନ୍ତ୍ର ପଢ଼ି ସାରିବା ପରେ ଲୁଣକୁ ପାଣି ଗ୍ଲାସରେ ପକାଇଦେବେ। ଏତିକି କରିସାରିବା ପରେ ଆପଣ ଏ ପାଣି ଗ୍ଲାସରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ ଏ ପାଣି ଗ୍ଲାସକୁ ଖଟ ତଳେ ରଖିକି ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଏ ପାଣି ଗ୍ଲାସକୁ ନେଇକି ନିଜର ଘର ସାମ୍ନାରେ ଢାଳିଦେବେ। 5 ମିନିଟ୍ରେ, ଆଜ୍ଞା ହଁ 5 ମିନିଟ୍ରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।